ପାଦ ମଧ୍ୟ ସେଠି ପଡ଼ିବ। ଆଉ ଏଠି ଗୋଟେ ମାଳିକାର ଗୋଟେ ନୂଆ ଏଠି ଗୋଟେ ମୂଳଦୁଆଟି ପଡ଼ିଲା ବୋଲି ଆମେ ଭାବି ନେବା। ବାବା କ'ଣ ଇଏ ଗୋଟେ ଅଲୌକିକ କଥା ଥିଲା ଯେ ମୀନସନୀ ଗୁରୁବାରେ ଏବଂ ଦୁର୍ଗାଙ୍କ ସହିତ ସୂର୍ଯ୍ୟଙ୍କ ମିଳନ ଯେଉଁ ଫ୍ରାନ୍ସ ଦେଶ ଥିଲା ଏବଂ ତାଙ୍କ ନିର୍ଦ୍ଦେଶ ମୁତାବକ ଆମର ସୂର୍ଯ୍ୟଙ୍କ ଦୁର୍ଗା ଭିତରେ ଜୀବନ ଚାଲିଛି। କିନ୍ତୁ ଏ ବର୍ଷ ସେଇ ପ୍ରଥମ ଦିନ ଗୁରୁବାର ମୀନସନୀରେ ଯେଉଁ ବେଲବରଣ ଆରମ୍ଭ ହେଇଥିଲା ସେଇଦିନଠାରୁ ଆମର ଷଷ୍ଠୀ 12 ଦିନ ପର୍ଯ୍ୟନ୍ତ ବର୍ତ୍ତମାନ ଝୁଲଣ ଚାଲିଛି। ତା ଭିତରେ ଆପଣ ମାନେ ଆସିକି ପହଞ୍ଚିଛନ୍ତି କ'ଣ ସେ ପ୍ରଭୁଙ୍କୁ ଜଣା, ସେ ମା ଦୁର୍ଗାଙ୍କୁ ଜଣା, ସୂର୍ଯ୍ୟ ଭଗବାନଙ୍କୁ ଜଣା। ଧର୍ମ ହିଁ ଶକ୍ତିଶାଳୀ ନହେଲେ ଇଏ ସମାଧାନ ହେଇପାରିବନି। ଠିକ୍ ଠିକ୍। ତେଣୁକରି ଦୁର୍ଗା ଆଉ ସୂର୍ଯ୍ୟଙ୍କର ମିଳନ ପାଇଁ ସେ ଆଦିମାତାଙ୍କର ପ୍ରତ୍ୟକ୍ଷ ଇଙ୍ଗିତ ଥିଲା ଯେ ତମେ ସେଗୁଡ଼ାକ କର। ଆଜ୍ଞା ଆଜ୍ଞା। ଆଉ ସେ ଫ୍ରାନ୍ସ ସେ ଜନ୍ମ ହେବାଟା ବି ବହୁତ ପୂର୍ବରୁ ଥିଲା। ସେ ବି ଲେଖା ଅଛି, ଏଟା ମଧ୍ୟ ମାଳିକାର ପ୍ରମାଣ ଦଉଛି। ଯାହା ଆପଣ ମଧ୍ୟ କରୋନା ସମୟରେ ଯେଉଁ ପତ୍ରିକା ଦେଇଥିଲେ ସେଥିରେ ମଧ୍ୟ ଏଟା ପ୍ରମାଣ ମିଳିଥିଲା। ସେ ଆସିଥିଲେ ସେ ଜାଣିନାହାନ୍ତି ମୋ ଦିହରେ ଆଦିମାତାଙ୍କର ଶକ୍ତି ଜାଗରଣ ହଉଛି ବୋଲି। ସେ କଳ ଗଲେ କ'ଣ ନାହିଁ ସେ କହିପାରିବୁନୁ, କିନ୍ତୁ ତାଙ୍କରି ଦିହରେ ହେଇଥିଲା ଏବଂ ତାଙ୍କ ନାଁ ଗାଁ ଜାଣିଛୁ, ସବୁ କରିଛୁ, ତାଙ୍କୁ ଅନୁଧ୍ୟାନ କରୁଛୁ, ତାଙ୍କର କ'ଣ କରୁଛନ୍ତି। ଆଚ୍ଛା ଆଚ୍ଛା ଆଚ୍ଛା। ଆଜ୍ଞା ବାବା, ହଉ ଜୟ ଶ୍ରୀନାଥ।